କହିପାରିବୁନି ହରି କଥା। କିନ୍ତୁ ଗୋଟିଏ କଥା କରିହବ ଯେ ଆମେ ନିଜଠୁ ବାହାରକୁ ନ ଯାଇ ନିଜ ଭିତରକୁ ପ୍ରବେଶ କରିବା। ନିଜ ଭିତରେ ହରି ଯଦି ଥିବେ ହରି କଥା ଆମକୁ ପ୍ରାପ୍ତ ହବ। ଯଦି ନିଜ ଭିତରେ ହରି ରହିବେନି ଆମକୁ ହରି କଥା ପ୍ରାପ୍ତ ହବନି। କେମିତି ହବ ନିଜ ଭିତରେ ନ ରହିଲେ? ଆଚ୍ଛା, ସେ କଥାଟି କଣ ନା ସେ କଥାଟି ହେଲା ଅନ୍ନ ବିନା ହଂସ ବଞ୍ଚିପାରେ ନା। ନାଇଁ, କେମିତି ବଞ୍ଚିବ? ଇଏ ଅନ୍ନ ବିଷୟରେ ବହୁତ କମ ଲୋକ ଜାଣନ୍ତି। ବହୁତ ଲୋକ ଜାଣନ୍ତି ଯେ ଅନ୍ନ କହିଲେ ଖାଦ୍ୟ। ଖାଦ୍ୟ ମାନେ ଡାଲି, ଭାତ, ତରକାରୀ ଏଇଆକୁ ବୁଝାଏ ଆଉ ଅନ୍ନ। ହଁ, କିନ୍ତୁ ଭଗବାନ ସେତେବେଳେ ଯେତେବେଳେ କହିଥିଲେ ଏ କଥାଟାକୁ ଉଦ୍ଧବକୁ କହିଥିଲେ ଯେ ଅନ୍ନ ବିନା ହଂସ ବଞ୍ଚିପାରେ ନା। ହଂସ ହାନି, ଅନ୍ନ ବିନା ହଂସ ହାନି, ଯୋଗ ସାଧୁ କାହା ଘେନି। ଏଇ କଥାଟିର ବାସ୍ତବିକ ମର୍ମ ଆମକୁ ବୁଝିବାକୁ ହବ। ଇଏ କଥାଟିର ବାସ୍ତବିକ ମର୍ମ ହେଲା ଯେ ଯଦି ଜଣେ ମା ଗୋଟେ ଛୁଆଟିକୁ ଜନ୍ମ କରି ମରିଯାଏ ତଥାପି ଛୁଆ ବଞ୍ଚିବ, ବଞ୍ଚୁଛି ବି। କିନ୍ତୁ ଯଦି ଏ ବିଶ୍ୱ ବ୍ରହ୍ମାଣ୍ଡରେ ଗୋଟିଏ ବି ବୃକ୍ଷ ରହିବ ନାହିଁ, 100 ମା ରହିବେ ପିଲା ଟିକେ ଜନ୍ମ କରିକି, ତାହେଲେ ବି ପିଲା ବଞ୍ଚିପାରିବ ନାହିଁ। କେମିତି ବଞ୍ଚିବ? ବୃକ୍ଷ ନାହିଁ, ବଞ୍ଚିବ କେମିତି? ଅନ୍ନ ହେଲା ସେଇଆ। ବୃକ୍ଷ ହେଲା ଆମର ଅନ୍ନ। ତେଣୁ ଭଗବାନ କହିଲେ ଗୀତାରେ ବିଭୂତି ଯୋଗରେ 10ମ ଅଧ୍ୟାୟରେ ବୃକ୍ଷରେ ମୁଁ ଅସ୍ୱସ୍ଥ। ସେ ଅନ୍ୟ କିଛି କହିପାରିଥାନ୍ତେ, ବୃକ୍ଷରେ ଅସ୍ୱସ୍ଥ ଏ କଥାଟା କାହିଁକି କହିଲେ? ଅସ୍ୱସ୍ଥ ଗଛ ବେଶୀ ଅକ୍ସିଜେନ ସେଇଥିପାଇଁ ନୁହଁ। ଅସ୍ୱସ୍ଥ ଗଛ ବିଷ ପାନ କରେ, ଅମୃତ ଉଦ୍ଗାରେ। ବିଷକୁ ପାନ କରେ, ଅମୃତ ଉଦ୍ଗାର କରେ। ପ୍ରତି ଘଣ୍ଟାରେ ଗୋଟିଏ ଅସୁସ୍ଥ ଗଛ 22 ଟନ, ମାନେ 22 ଟନ ଅକ୍ସିଜେନ ଅମ୍ଳଜାନ ସମାଜରୁ ଗ୍ରହଣ କରେ। ମାନେ 22,000 କେଜି, 22,543 କେଜି ସେ ସମାଜ ଭିତରୁ ଅକ୍ସିଜେନ ଅଙ୍ଗାରକାମ୍ଳକୁ ଗ୍ରହଣ କରେ, ଅର୍ଥ ବିଷ ପାନ କରେ ଗୋଟିଏ ଘଣ୍ଟାରେ। ଏବଂ ଗୋଟିଏ ଘଣ୍ଟାରେ 17 ଟନ ଅକ୍ସିଜେନ ପ୍ରଡକ୍ସନ କରେ, ଛାଡେ। ଅନ୍ୟ ବୃକ୍ଷ ମାନେ ଅଳ୍ପ ଅଳ୍ପ କିଏ କେତେ ଅକ୍ସିଜେନ ଦିଅନ୍ତି, କିନ୍ତୁ ଅଙ୍ଗାରକାମ୍ଳ ବି ଦିଅନ୍ତି। ତେଣୁ ଗଛ ମୂଳେ ଶୋଇବା ରାତିରେ ମନା। କାରଣ ଦିନ ବେଳା ଅକ୍ସିଜେନ ପ୍ରଡକ୍ସନ କରୁଛନ୍ତି ଲିମ୍ବ, ଆଉ ଧରନ୍ତୁ ଆମ୍ବ, ବେଲ, ତୁଳସୀ, ଏ ସମସ୍ତେ ଦିନ ସାରା ଅକ୍ସିଜେନ ଦିଅନ୍ତି, କିନ୍ତୁ ରାତିରେ ଅଙ୍ଗାରକାମ୍ଳ ଛାଡନ୍ତି। ଅଶ୍ୱସ୍ଥ ବୃକ୍ଷ ଏକମାତ୍ର ବୃକ୍ଷ ଯୋଉ ବୃକ୍ଷଟି ଦିନରେ ଅକ୍ସିଜେନ ଦିଏ, ରାତିରେ ବି ଅକ୍ସିଜେନ ଦିଏ, ଅଙ୍ଗାରକାମ୍ଳ ସବୁ ପିଇଯାଏ। ତେଣୁ ବୃକ୍ଷରେ ମୁଁ ଅସ୍ୱସ୍ଥ। ଯଦି ମୁଁ ବୃକ୍ଷରେ ଅସ୍ୱସ୍ଥ, ଏଇଟି ହଉଛି ଓଲଟ ବୃକ୍ଷ। ଏବଂ ଶ୍ରୀମଦ ଭଗବତ ଗୀତାରେ ମଧ୍ୟ ଏକଥା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମୁଁ ବୃକ୍ଷରେ ଅସ୍ୱସ୍ଥ ଏବଂ ମୁଁ ଓଲଟ ବୃକ୍ଷ। ଏ ଓଲଟ ବୃକ୍ଷରେ ହରି ଯଦି ଅଛନ୍ତି, ସେ କେମିତି ଅଛନ୍ତି? ଆମେ ତ ଅଛନ୍ତି, କୋଉ ରୂପରେ କେମିତି ଅଛନ୍ତି? ଏବଂ ହରିଙ୍କର ସ୍ଥାନ କୋଉଟା? ମୋର ଚରଣ ଯେ ଚିନ୍ତଇ ସଂସାରେ ତାର ଭୟ ନାହିଁ। ଆପଣ ଚରଣ ଟା ଯଦି ଜାଣିବେ ସିନା ଚିନ୍ତା କରିବେ। ମୋର ଚରଣ ଯେ ଚିନ୍ତଇ ସଂସାରେ ତାର ଭୟ ନାହିଁ। ଆଜ୍ଞା, କୋଉ ଚରଣକୁ ଏଥିରୁ ଚିନ୍ତା କରିବା? ସେଇଠି ତ କଥାଟା। ଜୀବର ତ ଚରଣ ହଉଛି ପାଦ। ହଁ, ଚରଣ ବୋଲନ୍ତ ପାଦ। ହଁ, ଜୀବର ପାଦ ହଉଛି ନିଶ୍ୱାସ ଯାଉଛି ବାହାର, ଆସୁଛି ବାହାର। ହଁ, ବୁଝିଲେ କି? ହଁ। ଆମର ପ୍ରଥମରେ ମେରୁଦଣ୍ଡକୁ ସଳଖ ରଖି ନାସାର ଅଗ୍ରଭାଗକୁ ଦୃଷ୍ଟି ଦେଇ ପଦ୍ମାସନରେ ବସି ଇଁଆଳ ପିଅଁଳାକୁ
ଧ୍ୟାନ ଦେଇ ନାସାଗ୍ରକୁ ଲୟ କରି କିଛି ସାଧନ କରିବା। ହୁଁ ସାଧନ କଲେ କିଛି କିଛି ଏତ ଦିନକର କଥା ନୁହଁ। ନା ଆକୁ ଆଗେ ଆଖିକି ବାନ୍ଧିବା, କାନକୁ ବାନ୍ଧିବା, ବାନ୍ଧି ସାଇଲା ପରେ ଯୋଗ ମାର୍ଗକୁ ଯିବା। ଠିକ କାହିଁକି ଆଖିକି ବାନ୍ଧିବା, କାନକୁ ବାନ୍ଧିବା? ନା ଯେତେବେଳେ ଆମେ ଯୋଗ କରିବା, ଯଦି ଆଖିକି କାନକୁ ନ ବାନ୍ଧୁଛେ ଇନ୍ଦ୍ରିୟ ଗୁଡାକ ହଲଚଲ କରିଦେବେ, ଆମକୁ ସ୍ଥିରତା ରଖେଇଦେବେ ନାହିଁ। ହୁଁ ନା ଆଜ୍ଞା ଭୁଲ କହିଲି? ସତ୍ୟ। ଆଚ୍ଛା, ଏ ବହୁ ଚାଲି ନ ଜାଣଇଲୋ ପାଦ ପଡୁଥାଇ ବଙ୍କା, ଯୋଉ ଦିନ ବହୁ ସଳଖି ଚାଲିବ ଘରେ ପଡିଯିବ ଡକା। ହୁଁ ଇଏ ବଙ୍କେଇକି ଯାଉଛି ବଙ୍କୁନାଳ ବାଟେ, ଶିଶୁମୁନା ଦ୍ୱାରକୁ ଯିବ। ହୁଁ ଆଜ୍ଞା, ଏଥିରେ ବିଭିନ୍ନ ପ୍ରକାର ଚକ୍ର ଦେଇକି ଗତି କରିବ। ହୁଁ ମୂଳାଧାର ନାମ ଅଟେ ଗୃହ ଚକ୍ର, ଲିଙ୍ଗ ନାମ ସ୍ଵାଦିଷ୍ଠାନ, ମଣିପୁର ବୋଲି ନାଭି ଚକ୍ର ବାବୁ ଏ ଅଟେ ଶାସ୍ତ୍ର ବିଧାନ। ହୃଦୟ ଚକ୍ରର ନାମ ଅନାହତ ବିଶୁଦ୍ଧ କଣ୍ଠକୁ କହି, ସହସ୍ରା ଦଳର ଶେଷ ଶିବସ୍ଥାନ ସହସ୍ର ଦଳ ବୋଲାଇ। ହୁଁ ଆଜ୍ଞା, ଏ ଚକ୍ରକୁ ଗତି କରିକି ଆସିବ। ହୁଁ ଆଚ୍ଛା, ଠିକ ତ। ଆଉ ଗୋଟିଏ କଥାରେ ଲେଖିଲେ ଟିକେ ଦ୍ୱନ୍ଦ ମୋର ଟିକେ ସେଇଠି ରହିଯାଉଛି। କୁହନ୍ତୁ। ଯେ କପିଳା ଗାଇଟି ସଦା ସର୍ବଦା ଜୁହା, ଏ ଷଢ ମୁଖ ତିନି ଲୋଚନ ଏକ ପାଦରେ ଉଭା। ହୁଁ ଏ ଭଲା ବିପରୀତ ଗାଇ ସେ ଲାଞ୍ଜ ବାଟେ ଚରଇ, ଏ ମୁଖ ବାଟେ ତାର ମଳ ଯେ, ଚକ୍ଷୁ ବାଟେ ମୁତଇ। ସତ୍ୟ। ଏ ଅଢେଇ ଦିନର ଗାଈ ସେ ତ ହେଲା ବଣୁଆ, ଏ ଗୁରୁ କୃପା କଲେ ଗୋପାଳ, ଗାଈ ହୋଇବ ଦୁହାଁ। ଏ ଗାଈ କି ଗୁହାଳ ସଜାଡ, ପାଞ୍ଚ ଖମ୍ବ ବସାଇ, ଏ ତହିଁ ତିନି ଓରା ନିରୋଧ, ବତା ଛାଟିଣି ଦେଇ। ଏ ଦଶ ଖୋରା ସେହି ଗାଈର, ତାର ଚାରୋଟି ପାଦ, ଏ ଗୁରୁ କୃପା କଲେ ପାଇବୁ, ୟାର ମରମ ଭେଦ। ଏଠି କହିଲେ ଯେ କପିଳା ଗାଈଟି ସଦା ସର୍ବଦା ଯୁବା, ଷଢ ମୁଖ ତିନି ଲୋଚନ ଏକ ପାଦରେ ଉଭା। ଏଠି କହିଲେ ଗୋଟିଏ ପାଦରେ ଉଭା, ସେଠି କହିଲେ ଦଶ ଖୋରା ସେଇ ଗାଈର ତାର ଚାରୋଟି ପାଦ, ଗୁରୁ କୃପା କଲେ ପାଇବୁ ୟାର ମରମ ଭେଦ। ଆଜ୍ଞା, ଏଠି ଯୋଉ କପିଳା ଗାଈଟି ଜୀବକୁ ସଜେଇ ଦେଲେ କପିଳା ଗାଈଟି। ଆଚ୍ଛା, ଏଠି ଓଲଟ ଗଛ, ୟାର ମୁହଁ ହେଲା ଗୃହ ଚକ୍ର। ବୁଝି ହେଇଗଲା। ହଁ ଆଚ୍ଛା, ଏଇ ଯୋଉ ଚାରୋଟି ପାଦ ଲେଖିଲେ ଯେ ସତ ଶାନ୍ତି ଯେ ଦୟା କ୍ଷମା ଏ ଚାରି ଧର୍ମ ମହିମା, ଏଇ ଚାରି ପାଦକୁ ଏଠି ଯୁକ୍ତ କଲେ କି? ନାଇଁ ନାଇଁ। ଆଉ ସେ କହିଲେ ଦଶ ଖୋରା ସେଇ ଗାଈର, ନାଇଁ ନାଇଁ ଦଶ ନାଇଁ। ଖୋରା ମାନେ 10 ଇନ୍ଦ୍ରିୟ ଦଶ ଇନ୍ଦ୍ରିୟ। ହଁ ଗଲା। ଏଇ ଯୋଉ ଚାରୋଟି ପାଦ ଲେଖିଲେ ଏଠି, ସେଠି ତ ଷଢ ଗୋଟିଏ, ମୁଖ ଷଢ ଐରୀ ଏବଂ ନାଇଁ ଷଢ ମୁଖ ତ ଷଢ ଐରୀ, ତିନି ଲୋଚନ ତିନିଟା ଆଖି, ଲାଞ୍ଜ ବାଟେ ଗାଈ ଚରୁଛି ତ ପୁରା କ୍ଲିଅର। ଆଚ୍ଛା, ଏଠି ଲେଖିଲେ ଯେ ଦଶ ଖୋରା ସେହି ଗାଈର ତାର ଚାରୋଟି ପାଦ, ଏଠି ଲେଖିଲେ ଗୋଟାଏ ପାଦ। ଗୋଟାଏ ପାଦ କାର ନା ଜୀବର। ଆଚ୍ଛା, ଶରୀର ର ହଉଛି ଚାରୋଟି ପାଦ। କଣ ଶରୀରର ଚାରୋଟି ପାଦ? ନା ସତ, ଶାନ୍ତି, ଦୟା, କ୍ଷମା। ଏ ଚାରୋଟିକି ଧରିଲେ ପ୍ରକୃତ ମାନବ ତୁ ବୋଲେଇବୁ। ବା ଜୀବରେ ଗଣନ୍ତି ହବୁ। ହରି ବିମୁଖ ପ୍ରାଣୀ ଯେତେ ସେଥାନ୍ତି ପଶୁଙ୍କ ସଙ୍ଗତେ। ସେ ପଶୁଙ୍କ ସହିତ ସମାନ। ଆଚ୍ଛା, ଯୋଗ କଲେ ସବୁ ପାଇବୁ। ଆଚ୍ଛା, ମହାପୁରୁଷ ଗୋଟିଏ କଥା କହିଲେ,
ଯେ ଆପଣ ମତେ ପ୍ରଶ୍ନ ପଚାରି ପାରନ୍ତି ଯେ ଯୋଗ କଲେ କଣ ପାଇବ? କାହିଁ ଠାକୁର ପୂଜା କଲେ କଣ ପାଇବନି? ମହାପୁରୁଷ ତାକୁ ଟିକେ କାଟିଦେଲେ, କହିଲେ ପ୍ରତିମା ପିତୁଳା ପୂଜୁ, ହରେ ରାମ କୃଷ୍ଣ ମୁଖରେ ଭଜୁ, ବଉଳ ତାକୁ ନୀତି ନୀତି ଘଷି ମାଜୁ। ନୀତି ପଢୁଥାଉ ଗୀତା, ଆଜ୍ଞା ଶୁଣୁଛି, ଦିନ ରାତି କହୁ ହରିଙ୍କ କଥା, ବଉଳ ବୁଝିଲେ ଏସବୁ ବୃଥା। ଚାରି ଧାମ ବୁଲୁଥାଉ, ଯାଗ ଯଜ୍ଞ ହୋମ ନୀତି କରାଉ, ବଉଳ ତୁଇ ମିଛେ ମିଛେ ଭ୍ରମୁଥାଉ। ଏ ନିଜେ ନିଜ ଜୀବ ବହି, ଅଜୀବ ଦେବତା ପୂଜୁଛୁ ତୁ ହି ବଉଳ, ନିଜେ ଖାଉଛୁ ତାକୁ ଦେଖାଇ। ଏ ଦେଉଳ କି ମନୋହର, ଦେଉଳ ଭିତରେ ଦିହ ସୁନ୍ଦର, ବଉଳ ବୁଝିଲେ ଦୁହେଁ ପଥର। ଏ ମାନବ ଜନମ ହୋଇ ନିଜେ କିଏ ତୁ ଚିହ୍ନିଲୁ ନାହିଁ, ବଉଳ ନିଜେ ନିଜକୁ ନ ଚିହ୍ନି ଭାଇ। ନିଜେ ଆତ୍ମାରାମ ଭାବ, ନିଜେ ନିଜେ ବିଷ୍ଣୁ ତୁ ସଦାଶିବ, ବଉଳ ନିଜେ କରୁଛୁ ବିଳାସ ଭୋଗ। ଏ ନିଜକୁ ନିଜେ ତୁ ଚିହ୍ନ, ପିତୁଳାକୁ ପୂଜି ନୁହଁ ଅଜ୍ଞାନ, ବଉଳ ତୋର ନେତ୍ର ଦିଅ ଜ୍ଞାନାଞ୍ଜନ। ଯାଉଛି ଆସୁଛି ସେଇ, ଦେଉଛି ନେଉଛି ଭାବ ଲଗାଇ, ବଉଳ ସେ ଆତ୍ମାରାମ ନାମ ବହି। ଏ କୀଟୁ ମତ ଗଜ ଯାଏ, ସର୍ବଘଟେ ବସି ସେ କଥା କହେ, ବଉଳ ତାକୁ ଡାକିଲେ ଉତ୍ତର ଦିଏ। ଏ ନିଜ ଦେବତାକୁ ଛାଡୁ, କାଠ ପଥରର ପାଦରେ ପଡୁ, ଧନ ଭୋଗ ଦେଉ ପରି ଲଡୁ। ସଦଗୁରୁ ସେବା କର, ନିଜ ବ୍ରହ୍ମ ନାମ ନିଜେ ସୁମର, ବଉଳ କହେ ଅଚ୍ୟୁତି ପାମର। ମୋର କହିବାର ତାତ୍ପର୍ଯ୍ୟ ଆଜ୍ଞା, ଯେ ନିଜକୁ ନିଜେ କେମିତି ଆମେ ଚିହ୍ନିବା। ଆଜ୍ଞା ଏଠି ମହାପୁରୁଷ କହିଲେ ଯେ ନିଜକୁ ନିଜେ ଚିହ୍ନିବା। ନିଜକୁ ନିଜେ କେମିତି ଚିହ୍ନିବା? ଆଜ୍ଞା କୁହନ୍ତୁ। ନିଜକୁ ନିଜେ କେମିତି ଚିହ୍ନିବା? ବାୟା ବାବା ଗୀତାରେ କହିଲେ ଯେ ଆପେ ଆପଣାକୁ ଚିହ୍ନିଲେ ତୁଟି ଯାଏ ବାସନା। ଏ ଆପେ ଆପଣାକୁ ଚିହ୍ନିଣ ହେଲା ଭାଇ ଆସିନା। ଆପେ ଆପଣାର ଗୁରୁ ସେ, ଆପେ ଶିଷ୍ୟ ବୋଲାଏ। ଆପେ ଆପଣାକୁ ଶିଖାଇ ପରେ ଶିଖୁଣ ଥାଏ। ଏ ଘରେ ଘରେ ନୀତି ବୁଲଇ ଭିକ୍ଷା ମାଗିବା ପାଇଁ। ଏ କେଉଁ ଭିକ୍ଷା ସେହୁ ମାଗିବ ଭିକ୍ଷା ବଳେ ଦିଅଇ। ଏ ପ୍ରେମ ଧନ ଦାନ କରୁଛି ଦ୍ବାରେ ସବୁରି ଦ୍ବାରେ। ଶାନ୍ତି ମନ୍ତ୍ର ତାର ସାଧନ ହୋଇଅଛି ଧୀରେ। ଏ ଯେତେ ଯେତେ ଶିକ୍ଷା ଦିଅଇ ନ ପୋଷଇ କର୍ଣ୍ଣର। ଏ କିପରି ବା ଶିକ୍ଷା ପୋଷିବ ବିଷୟାର ବିଷର। ଏ ବିଷୟା ବିଷଟି ଉତ୍ପନ୍ନ ହୁଏ ସପ୍ତ ଫଣିରୁ। ପଦ୍ମପାଦ ସେବା କଲେ ତ ଯିବୁ ସେହି ବିଷରୁ। ଏ ବିଶ୍ଵ ଜଳା କିସ କରିବ ଯାର ପାଦେ ଭରସା। ଏ ବିଷ ହୋଇଯାଏ ଅମୃତ ହେଲେ ପ୍ରେମଟି ମିଶା। ଏ ପର ଉପକାର କରିଲେ ହୁଏ ଆନନ୍ଦ ଜାତ। ପରଟି ପରମ ଈଶ୍ୱର ଏହା ବାଇଆ ତତ୍ଵ। ଜୟ ଜଗନ୍ନାଥ। ଠିକ ଆଜ୍ଞା ଠିକ କଥା। ଏଠି କହିଲେ ଯେ ଆପେ ଆପଣାକୁ ଚିହ୍ନିଲେ ତୁଟି ଯାଏ ବାସନା। ନିଜକୁ ନିଜେ ଆଗେ ଚିହ୍ନ। ମୁଁ କିଏ? ମୁଁ କାହିଁକି ଆସିଛି? ମୋର କର୍ତ୍ତବ୍ୟ କଣ? ମୁଁ କିଏ? ନିଜକୁ ଆମେ ଯଦି ପ୍ରଶ୍ନ ପଚାରିବା, ମୁଁ କିଏ? ମୁଁ କାହିଁକି ଆସିଛି? ମୋର କର୍ତ୍ତବ୍ୟ କଣ? ମୁଁ ଦିନେ ମରିବି। ଆଜ୍ଞା ଯଦି ଏତିକି ଚିନ୍ତନ କରିବା, ଈଶ୍ୱରଙ୍କର ସନ୍ନିଧ୍ୟ, ଯଦି ଆମେ ଈଶ୍ୱରଙ୍କୁ ସ୍ଵାମୀ ବୋଲି ଚିନ୍ତା କରିବା, ସିଏ ଆମକୁ ସ୍ତ୍ରୀ ବୋଲି ଚିନ୍ତା କରିବେ। ନା ଆଜ୍ଞା ଭୁଲ କହିଲି? ନାଇଁ, ଏକଦମ ସତ୍ୟ କଥା। ଏଥର ଭୁଲ କୋଉଠି ଅଛି? ଆଚ୍ଛା, ଏମିତି ହଉଛି କଥା। ମୁଁ
ସେ ବାବୁଙ୍କ ନାଁ କଣ ମ? ଉମା 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 ନା କଣ ମ? ଉମା ବାବୁ ନା କଣ? ହୁଁ ତାଙ୍କର ତ ଏ ନମ୍ବରଟି ଆଣିଥିଲି। ହୁଁ ଆଚ୍ଛା। କିନ୍ତୁ ଟିକେ ମତେ ଆଜ୍ଞା ମୁଁ ଟିକେ ହଉଛି ଗୃହସ୍ଥ। ହୁଁ ମୋର ମଠ ମନ୍ଦିର ନାହିଁ, ମୁଁ ଗୃହୀ। ହୁଁ ହୁଁ ଯେହେତୁ ଟିକେ ଧାନ ଫାନ କଟାକଟି ହେନା ତେନା ଥିଲା, ହୁଁ ମୁଁ କହିଲି ଟିକେ ଫାଙ୍କା ହଉ ବାବାଙ୍କ ସହିତ ଟିକେ କଥୋପକଥନ ହେଇଯିବି ଭଲରେ, ଆଉ କଣ। ହୁଁ ଭଲ ହେଲା। ଆଚ୍ଛା। ଆମକୁ ଟିକେ ହରି କଥା ଶୁଣିବା ପାଇଁ ଭଲ ଲାଗେ। ହୁଁ ସେଥିପାଇଁକା ଯିଏ ଯୋଉଠି ହରିଭକ୍ତ ଅଛନ୍ତି ତାଙ୍କ ନମ୍ବର ଆଣି କଥୋପକଥନ ଆମେ ବଢିଆ। ହଉ। ଏମିତିଆ କଥା। ଆଜି ବାର କଣ? ଆଜି ପା ଗୁରୁବାର, ବୃହସ୍ପତିବାର। ଆଚ୍ଛା, ଆମେ କେମିତି ଜାଣିଲେ ଆଜି ଗୁରୁବାର ବୋଲି? ହଁ। ଆଜ୍ଞା ସିଆଡକୁ ତ ଗଲେ ଗୋଟେ ଗଭୀର ପାଠ। 7 ଦିନ ଯାକ ଗୋଟିଏ ବାରରେ ନାଇଁ ସେ କଥା ତ ମୁଁ କହୁନି। ମୁଁ ଗୋଟେ ହାଲକା କି ଛୋଟିଆ କଥା ଟିକେ କହୁଛି। ଗୋଟେ ପିଲାଟିଏକୁ ଆପଣ ପଚାରିବେ ଆଜ୍ଞା ଆଜି ବାରଟି କଣ? ସେ କହିଲା ଗୁରୁବାର। ଆଜ୍ଞା ତାକୁ ପଚାରିବେ ତୁ କେମିତି ଜାଣିଲୁ ଆଜି ଗୁରୁବାର? ସେ ହୁଁ ଗୋଟେ ଉତ୍ତର ଦବ ନା ନାଇଁ? ନିଶ୍ଚିନ୍ତ। ସେ ଉତ୍ତରଟି କଣ? ଯେ ଆଜି ସପ୍ତାହକର ସେ ଉତ୍ତରଟି ହଉଛି କ୍ୟାଲେଣ୍ଡରରୁ ଦେଖିଲି। ଆଜ୍ଞା ନଚେତ୍ ବାପା କହିଲେ, ଶିକ୍ଷକ କହିଲେ, 7 ବାରର ନାମ ଗତକାଲି ବୁଧବାର ଥିଲା, ତେଣୁ ଆଜି ଗୁରୁବାର। ଆଜ୍ଞା କିନ୍ତୁ ଇଏ ଯୋଉ ବାରଟି ଆଜ୍ଞା ମୋର ନିଜସ୍ୱ ବକ୍ତବ୍ୟ ନୁହଁ ନା। ଆଜ୍ଞା ନାଇଁ ନାଇଁ। ଏପର୍ଯ୍ୟନ୍ତ ଆମେ ନିଜସ୍ୱ ବକ୍ତବ୍ୟ କିଛି ପ୍ରକାଶ କରିନେ, କେବଳ ଆମେ କ୍ୟାଲେଣ୍ଡରରୁ ଯାହା ଦେଖିଛେ କଥା ହେଲେ। ଆଜ୍ଞା ଆଜ୍ଞା ନିଜ କଥା କାହିଁ? ସେଇ ତ। ଭାଗବତରେ ଗୋଟେ କଥା କୁହାଗଲା, ଆଜ୍ଞା ଭଗବାନଙ୍କର ଜନ୍ମ ବୃତ୍ତାନ୍ତ 10 ମାସ ସ୍କନ୍ଧରେ ଆଜ୍ଞା ପ୍ରାଣ ତୋଳିବ ଯୋଗ ବଳେ ନେଇସ୍ତାପିବ ହୃଦ କମଳେ। ଆଜ୍ଞା ପୁଣି ତୋଳିବ ହୃଦ ମଧ୍ୟେ ଆଜ୍ଞା ନେଇସ୍ତାପିବ ବ୍ରହ୍ମ ମଧ୍ୟେ। ଆଜ୍ଞା ସେ ବ୍ରହ୍ମ ରନ୍ଧ୍ରେ ଭେଦିବାରେ ହୁଁ ପରମ ବ୍ରହ୍ମ ଆସ୍ଥାନରେ। ଆଜ୍ଞା ଆତ୍ମାକୁ ଆପଣେ ଉଦ୍ଧାରେ ଆଜ୍ଞା ନିଷ୍କାମ ଜନ୍ମେ ଯାମନରେ। ସମତା ଦୃଷ୍ଟି ସତ୍ୟ ଭାଷା ନିତ୍ୟ କରିବ ଏତେ ଏଣେ ଆଶା। ଆଜ୍ଞା ହରିଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। ଆଜ୍ଞା ମୋର ଚରଣ ଯେ ଚିନ୍ତଇ ଆଜ୍ଞା ସଂସାର ତାର ଭୟ ନାହିଁ। ଆଜ୍ଞା ଶରଣ ପଶ ମୋର ପାଦେ ନଡର ବିଷୟ ଆବିଷାଦେ। ଆଜ୍ଞା ପ୍ରାଣ ତୋଳିବ ଯୋଗ ବଳେ ନେଇସ୍ତାପିବ ହୃଦ କମଳେ। ଆଜ୍ଞା ୟାକୁ ନ ବୁଝିବା ପର୍ଯ୍ୟନ୍ତ କିଛି କରିପାରିବ ନାହିଁ। ଗୀତା ଅଚ୍ୟୁତଙ୍କର ମାଳିକା କଥା ଆଜ୍ଞା ଏବଂ ଅଷ୍ଟାଦଶ ପୁରାଣର କଥା ଆଜ୍ଞା ଘୋଷିକି ମନ ରଖିକି ପାଲା ଗାୟକ ହେଲେ କଣ ମିଳିବ କୁହ? କିଛି ମିଳିବନି। ସିଧାସଳଖ କଥା, ନିଜ ଗଛରେ ନିଜେ ଚଢ, ଫଳ ତୋଳ, ଖାଅ, ଆନନ୍ଦ ହୁଅ। ସେଇପା ସେ କହିଲେ ଏବଂ ବାର ବାର ସେ କରି ଗୋଟେ କହୁଛି କଥା ସହି। କହିଛନ୍ତି ଭାଗବତରେ, ଆଜ୍ଞା ଏକୁଇ ବୃକ୍ଷେ ହଂସ ଦୁଇ ଆଜ୍ଞା ବସନ୍ତି ପ୍ରିୟ ଭାବ ବହି। ଆଜ୍ଞା ସମାନ ଶକ୍ତି ସେ ଲଭନ୍ତି ଏକ ଆଜ୍ଞା ଆରେକ ନ ଦେଖନ୍ତି। ଆଜ୍ଞା ବୃକ୍ଷର ଫଳ ଯେତେ ଫଳେ ତାହା ଭୁଞ୍ଜଇ ଏକ ବଳେ। ଆଜ୍ଞା ଏ ଦୁଇଟି ଯୋଉ 4ଟି ପାଦ କଥା ଆପଣ ବର୍ଣ୍ଣନା କଲେ, ସେ ଆଜ୍ଞା 4 ପାଦ ସେ 4 ପାଦ କଥା ନୁହଁ। ଆଚ୍ଛା ଇଏ 2ଟି ହଂସ ଗୋଟିଏ ବୃକ୍ଷରେ ବାସ କରୁଛନ୍ତି। ଆଜ୍ଞା ଏଇଟା ଆଉ ବାଇଆ କଥା ନୁହଁ କି ଅଚ୍ୟୁତ ବାବାଙ୍କ କଥା ନୁହଁ। ଇଏ ସିଧା କଥା। ଆଜ୍ଞା କୃଷ୍ଣ ଦୈପାୟନ ବ୍ୟାସ ଯିଏ ଆଜ୍ଞା ପରାଶରଙ୍କର ପୁତ୍ର, ଆଜ୍ଞା ମତ୍ସ୍ୟ ଗନ୍ଧାରୁ ଯୋଜନା ଗନ୍ଧ ହେଇଥିବା ଜଣେ ନାବିକର କନ୍ୟା ଠାରୁ ଜନ୍ମ ନେଇଥିବା ବ୍ୟାସ। ଆଜ୍ଞା ଘନ ଅନ୍ଧାର ଭିତରେ ଜନ୍ମ ନେଇଥିବା ଆଜ୍ଞା କୃଷ୍ଣ ଦୈପାୟନ ବ୍ୟାସ ଏକ ଆଜ୍ଞା ଅବତାର। ଆଜ୍ଞା ସେ କୃଷ୍ଣ 3 ଜଣ ଶ୍ରୀମଦ ଭଗବତ ଗୀତାର ସ୍ରଷ୍ଟା। ଜଣେ ହଉଛନ୍ତି ଶ୍ରୀକୃଷ୍ଣ ଯିଏ ଗୀତା କହିଲେ, ଜଣେ ହଉଛନ୍ତି କୃଷ୍ଣ ଦୈପାୟନ ବ୍ୟାସ ଯିଏ ଡାକିଲେ, ଆଉ ଜଣେ ହଉଛନ୍ତି ଦୁତି କୃଷ୍ଣ ଯିଏ ଶୁଣିଲେ। ଅର୍ଜୁନ ଏ 3 କୃଷ୍ଣଙ୍କ ଦ୍ଵାରା
ଶ୍ରୀମଦ ଭଗବତ ଗୀତା ଭଗବାନଙ୍କର ଜ୍ଞାନ ବୃତ୍ତାନ୍ତ ଏବଂ ଶ୍ରୀମଦ ଭାଗବତ ଯାହା ଭଗବାନଙ୍କର ଜନ୍ମ ବୃତ୍ତାନ୍ତ ଏବଂ ଦଶମାସ ସ୍କନ୍ଧରେ ଭଗବାନଙ୍କର କିଛି ଜ୍ଞାନ ତତ୍ତ୍ୱ ରହିଛି। ଯୋଉ ଜ୍ଞାନ ତତ୍ତ୍ୱ ଭିତରେ ରହିଲେ କିଏ ନା ଏକୋଇ ବୃକ୍ଷ ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି ସମାନ ଶକ୍ତି ସେ ଲଭନ୍ତି ଏକ ଆରେକ ନ ଦେଖନ୍ତି ବୃକ୍ଷରେ ଫଳ ଯେତେ ଫଳେ ତାହା ଭୁଞ୍ଜଇ ଏକ ବଳେ। ଗୋଟିଏ ଗଛରେ ଦୁଇଟି ହଂସ ବସିଛନ୍ତି, ଗୋଟିଏ ରହୁଛି ଉପବାସ, ଅନ୍ୟଟି କରୁଛି ଭକ୍ଷଣ। ସେ ହଂସର ଦୁଇଟି ପାଦ, ଇଏ ହଂସର ଦୁଇଟି ପାଦ। ଇଏ ଦୁଇ ପାଦ ସେ ତାକୁ ଭାରି ଚମତ୍କାର ଭାବରେ ଯାଜପୁରର ଜଣେ ମହାସାହିତ୍ୟିକ ଏବଂ ସାଧକ କହୁଛି ତାଙ୍କ ନାଁଟା ଇଏ ସାମନ୍ତ ସିଂହାର ଅଭିମନ୍ୟୁ ସାମନ୍ତ ସିଂହାର ଲେଖିଛନ୍ତି। ରାଧା ପଛେ କୃଷ୍ଣ ରାଧା ପଛେ କୃଷ୍ଣ ଯୁଗଳ ଅଙ୍ଗରେ ଏକ ବୀଜ ବେନି ଫାଳ ଏକ ବୀଜ ବେନି ଫାଳ ଲମ୍ପଟ ବେଳରେ ସେଇ କଥାଟାକୁ ନେଇକିରି ଆମେ ମଧ୍ୟ ଗୋଟେ ପଦ ଲେଖିଲୁ। ସେଇ କଥାକୁ ନେଇକିରି ଏକ ବୀଜ ବେନିଫାଳ ହୋଇ ହୁଏ ବୃକ୍ଷ, ଏକ ବୀଜ ବେନିଫାଳ ହୋଇ ହୁଏ ବୃକ୍ଷ। ବେନିଫାଳ ଏକ ମଞ୍ଜି ଯେତେବେଳେ ଦୁଇ ଫାଳ ହେଇଯାଉଛି, ଗୋଟିଏ ବୀଜ ମାନେ ମଞ୍ଜିଟିଏ ଯେତେବେଳେ ଦୁଇ ଫାଳ ହଉଛି ସେତେବେଳେ ସେ ହଉଛି ବୃକ୍ଷ, ଏବଂ ଯେତେବେଳେ ଏକ ହେଇଯାଉଛି ସେତେବେଳେ ସିଏ ହେଇଯାଉଛି ଏକ ପାଦ। ସେ ଏକ ପାଦଟି ହେଲେ କଣ ନା ବନ୍ଧ ନାହିଁ ପାଣି ରହିଥିଲା, ବନ୍ଧ ହେଲା ପାଣି ବହିଗଲା, ଏକ ଚକେ ରଥ ଚଳୁଥିଲା, ବେନି ଚକ ହେଲା ନ ଚଳିଲା। ଯେତେବେଳେ ବନ୍ଧ ନଥିଲା ସେତେବେଳେ ପାଣି ଥିଲା, ଏବଂ ଯେତେବେଳେ ବନ୍ଧ ହେଲା ସେତେବେଳେ ପାଣି ବହିଗଲା। ଏବଂ ଯେତେବେଳେ ଏକ ଚକଟିଏ ଗୋଟିଏ ଚକ ଥିଲା ସେତେବେଳେ ରଥ ଚଳୁଥିଲା, ବେନି ଚକ ହେଲା ନ ଚଳିଲା। ସେ ହଉଛି ଶରୀରର ତତ୍ତ୍ୱ। ଏ ଶରୀର କଥା କୁହାଯାଇଛି। ଯେହେତୁ ସେଇଥିପାଇଁ ତ ଭାଗବତର ଗୋଟିଏ ପଦ ଅଛି, ତତ୍ତ୍ୱ ବୁଝିଲେ ତ୍ରୁଟେ ଭ୍ରାନ୍ତି ଭବସାଗରରୁ ତରି ଯାଆନ୍ତି। ଠିକ କଥା। ତତ୍ତ୍ୱ କହିଲେ କଣ ନା ତୋତେ ତୁ ଚିହ୍ନି, ଆଉ ତ କିଛି ନାହିଁ। ତତ୍ତ୍ୱମାସି, ତୋତେ ତୁ ଚିହ୍ନି ଗଲେ ପ୍ରଭୁଙ୍କୁ ପାଇଯିବୁ, କିଛି ଅସୁବିଧା ହବ ନାହିଁ। ତେଣୁ ସେଇଠି ଗୋଟିଏ କଥାଟି ହେଲା ଯେ ସେ ହଂସର ଦୁଇଟି ପାଦ, ଇଏ ହଂସର ଦୁଇଟି ପାଦ, ଏଇ ଯୋଉ ଚାରି ପାଦ ଇଏ ଯେତେବେଳେ ଏକ ହେଇଯାଆନ୍ତି ସେତେବେଳେ ଇଏ ଚାରି ପାଦଟା ଏକ ପାଦ ହେଇଯାଏ। ସେ ଦୁଇ ପାଦ ନୁହଁ, ଏକ ପାଦ ହୁଏ। ଗାଈର ପାଦ କେତେ? ଗୋଟେ ଗାଈର ହଉଛି ଦୁଇ ପାଦ। ଏପର୍ଯ୍ୟନ୍ତ ଚତୁଷ୍ପଦା ଗାୟତ୍ରୀ ସମ୍ପର୍କରେ ମୋ ଦୃଷ୍ଟିରେ ଜଣେ କି ଦି ଜଣ ଓଡିଶାରେ ଅଛନ୍ତି କି ନ ଅଛନ୍ତି ଯେ ଚତୁଷ୍ପଦା ଗାୟତ୍ରୀ ବିଷୟରେ ଜାଣନ୍ତି। ଚାରି ପାଦର ଗାୟତ୍ରୀ ମୁଁ ଓଡିଶାରେ ବହୁ ଲୋକଙ୍କୁ ଜାଣିଛି, ଭାରତରେ ବହୁ ବିଦ୍ୱାନ ପଣ୍ଡିତଙ୍କ ସାଙ୍ଗେ ମିଶିଛି। ମାନେ ଏପରିକି ବହୁତ ବଡ ବଡ ବିଦ୍ୱାନ ମାନେ ସମଗ୍ର ଭାରତ ବର୍ଷର ସଂସ୍କୃତ ବିଶ୍ୱବିଦ୍ୟାଳୟର ମାନେ ଭାରତର ଯୋଉ ସଂସ୍କୃତ ସଂଗଠନ ତାର ଯେ ପଣ୍ଡିତ ଥିଲେ ସଂସ୍କୃତାୟନ, ତାଙ୍କ ନାଁ ଶଙ୍କର ସଂସ୍କୃତାୟନ, ସେ ମଧ୍ୟ ମୋ ସାଙ୍ଗରେ ମିଶିଛନ୍ତି। ବିଶ୍ୱଭାରତୀ କଲିକତାର ବଙ୍ଗାଳୀ କବି ସିଏ ମିଶିଛନ୍ତି। ବହୁତ ବିଶିଷ୍ଟ ପଣ୍ଡିତ ମାନଙ୍କ ସହିତ ମୋର ତର୍କ ଏବଂ ଆଲୋଚନା ହେଇଛି, ଏବଂ ସେଥିରେ ମତେ ବହୁତ ରେୟାର ଜାଗାରୁ ଆସିଛି ଯେ ଚତୁଷ୍ପଦା ଗାୟତ୍ରୀ କେହି ଦେଖିନାହାନ୍ତି, ଏବଂ ଚତୁଷ୍ପଦା ଗାୟତ୍ରୀ 72 ଅକ୍ଷରକୁ ବହୁତ କମ ଲୋକ ଜାଣିଛନ୍ତି। ବାସ୍ତବରେ ଗାୟତ୍ରୀ ହଉଛି ଦୁଇ ପାଦ ଏବଂ ତାର ଅକ୍ଷର ହଉଛି 24। ଗାଈଟି ଯେତେବେଳେ ଚାଲେ ସେତେବେଳେ ଦୁଇଟି ପାଦ ଶୂନ୍ୟରେ ରହେ, ଦୁଇ ପାଦ ଭୂମିରେ ରୁହେ। ବାମ ପାଦ ଦକ୍ଷିଣ ପାଦ, ପଛର ଦକ୍ଷିଣ ଏବଂ ଆଗର ବାମ, ଇଏ ଦୁଇଟି ଉପରେ ଥାଏ। ପୁଣି ଆଗର ଦକ୍ଷିଣ, ପଛର ବାମ ଇଏ ଥାଏ ଭୂମିରେ। ସବୁବେଳେ ଯେତେବେଳେ ଚାରିପାଦ ହବ ଗାଈ ସେତେବେଳେ ସେ ଠିଆ ହବ। ଭୂମିରେ ଯେତେବେଳେ ଚାରିପାଦ ଲାଗିବ ସେ ଆଉ ଚାଲିବାର ପ୍ରଶ୍ନ ନାହିଁ।
ଆଜ୍ଞା ଗାଈ 2 ପାଦ ହେଲେ ଚାଲେ, ମନୁଷ୍ୟ 1 ପାଦ ହେଲେ ଚାଲେ। ଆଜ୍ଞା କାରଣ ତାର ଗୋଟିଏ ପାଦ ରହେ ଶୂନ୍ୟରେ, ଗୋଟିଏ ପାଦ ରହେ ଭୂମିରେ। ବାମ ଗୋଡ ପାଦ ଉଠିଛି ଅର୍ଥ ଡାହାଣ ପାଦ ଅଛି ଭୂମିରେ, ତେଣୁ ସେ ପାଦେ ଚାଲିବ। ତାପରେ ବାମ ପାଦ ଭୂମିରେ ପକେଇଲେ ଡାହାଣ ପାଦ ଉପରକୁ ଉଠିବ। ତେଣୁ ମନୁଷ୍ୟ ହଉଛି 1 ପାଦୀ ଏବଂ ଗାଈ ହଉଛି 2 ପାଦୀ। 4 ପାଦ ବିଷୟରେ ବହୁତ କମ ଲୋକ ଜାଣନ୍ତି। ଏବଂ ଆପଣଙ୍କର ହାଡିଦାସ ମହାପୁରୁଷ ଯିଏ ଆମର ଥିଲେ ଅଭିରାମ ପରମହଂସଙ୍କର ଗୁରୁ, ସିଏ ଗୋଟିଏ କଥା ଲେଖିଛନ୍ତି, କପା ଗଛ ମୂଳେ ଗାଈ ହୋଇଥିଲା ବନ୍ଧା, ସେ କପାକୁ ଗାଈ ଖାଇ କରିଥିଲା ଫନ୍ଦା, 84 ଆଙ୍ଗୁଳ ସୂତା ନବଗୁଣରେ ଛନ୍ଦିଲେ, ତ୍ରିଗୁଣ ରଜୁରେ ତାକୁ ବ୍ରହ୍ମସୂତ୍ର ଗାୟତ୍ରୀ ସାବିତ୍ରୀ ମନ୍ତ୍ରେ ପଇତା ଗଢିଲେ। ଯୋଡିଏ କଥା କହିଲେ ସେଠି। ଏ କଥାଟି ମୁଁ କହିବାର କାରଣ, କପା ଗଛ ମୂଳେ ଗାଈ ହୋଇଥିଲା ବନ୍ଧା, ସେ କପାକୁ ଗାଈ ଖାଇ କରିଥିଲା ଫନ୍ଦା। ସେ 4 ଗୋଡରେ ସୂତାକୁ ଭିଣିଛି, 4 ପାଦ। ସେଇ 4 ପାଦରେ ଯୋଉ ସେ ସୂତାକୁ ଭିଣିଛି, ସେଇଠି 10ଟି ଖୋରା ହେଇଛି ତାର। ଇଏ ହଉଛି କାମେନ୍ଧନୁ ଗାଈ। ଏବଂ କାମେନ୍ଧନୁ ଗାଈର 4 ପାଦ ଅଛି। କାମେନ୍ଧନୁ ଗାଈ କି ବହୁତ କମ ଲୋକ ଦର୍ଶନ କରିଛନ୍ତି। ସେ ସ୍ଥୂଳ ଦୃଷ୍ଟିରେ ଦର୍ଶନ ହେବେ ନାହିଁ, ସେ ତୃତୀୟ ନୟନରେ ଦର୍ଶନ ଦେବେ। ଗୁରୁ କୃପା ହେଲେ ତାହା ସମ୍ଭବ ହୁଏ। କପା ଗଛ ମୂଳେ ଗାଈ ହୋଇଥିଲା ବନ୍ଧା, ସେ କପାକୁ ଗାଈ ଖାଇ କରିଥିଲା ଫନ୍ଦା, 84 ଆଙ୍ଗୁଳ ସୂତା ନବଗୁଣରେ ଛନ୍ଦିଲେ, ତ୍ରିଗୁଣ ରଜୁରେ ତାକୁ ବ୍ରହ୍ମସୂତ୍ର ସାବିତ୍ରୀ ଗାୟତ୍ରୀ ସାବିତ୍ରୀ ସୂତ୍ରେ ବ୍ରହ୍ମ ଗଣ୍ଠି ଦେଲେ। କଣ ସେ ବ୍ରହ୍ମସୂତ୍ରଟା କଣ? ଏଠି ଗାୟତ୍ରୀ ଓಂ ଭୂର୍ଭୁବସ୍ୱଃ ତତ୍ସବିତୃବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଇଏ ହେଇଗଲା 24 ଅକ୍ଷର। ସାବିତ୍ରୀଟା କଣ? ଏଇ ଯୋଉ ତତ୍ତ୍ୱ, ଇଏ ତତ୍ତ୍ୱ ଭିତରକୁ ଗଲା ପରେ ଜଣେ ତା ଭିତରେ ଉଦ୍ଭବ ହୁଏ ତତ୍ତ୍ୱ। ଆପେ ଆପେ ଜ୍ଞାନ ଜନ୍ମ ନିଏ। ସେଇ ଯୋଉ ଆପେ ଆପେ ଜ୍ଞାନ ଜନ୍ମ ଯେ, ୟା ପୂର୍ବରୁ ମୁଁ ଯୋଉ ଆପଣଙ୍କୁ ପଚାରିଲି ଆଜିର ବାର କଣ, ସେଇଟା କଣ ମତେ ଜଣା ନଥିଲା? ଆପଣଙ୍କୁ ପଚରାଗଲା ଏଇଥିପାଇଁ ଯେ ଆପଣ ଏଇ ଜଗତରେ ବାସ କରୁଛନ୍ତି କି ନାଇଁ ଜାଣିବା ପାଇଁ। ଯେ ମୁଁ ଯାହା ବର୍ତ୍ତମାନ ଜାଣିଛି ସବୁ କ୍ୟାଲେଣ୍ଡରରୁ, ପାଞ୍ଜିରୁ, ବେଦରୁ, ଭାଗବତରୁ, ଗୀତାରୁ ବା କାହାଠାରୁ ଶୁଣିଛି। ବାପା ମା ଭାଇ ବନ୍ଧୁ କୁଟୁମ୍ବ ଜେଜେ ଏଇ ପଣ୍ଡିତ ପାଲାଗାୟକ ଏମାନଙ୍କ ଠାରୁ ଶୁଣିଛି। ମୋ ଭିତରେ ଯୋଉ ଦିବ୍ୟ ଧ୍ୱନି ଅଣାକ୍ଷର ଭାବରେ ଅକ୍ଷରକୁ ଅତିକ୍ରମ କରି ସୃଷ୍ଟି ହଉଛି ପ୍ରଣବ, ମୁଁ ତାକୁ ଶୁଣିଛି ତ? 1 ପ୍ରଶ୍ନ। 2, ମୁଁ ଜଗତରେ ବହୁତ ରଙ୍ଗ ବେରଙ୍ଗ ଦେଖି ସାରିଛି, ସୁନ୍ଦର ସୁନ୍ଦର ଦେଖି ସାରିଛି, ଛୋଟ ବଡ ଦେଖି ସାରିଛି, ବହୁତ ବଡ ତୀର୍ଥ ସ୍ଥାନ ଦର୍ଶନ କରିଛି, ହିମାଳୟ ଦେଖିଛି, ଲଞ୍ଜାତାରା ଦେଖିଛି, ସୂର୍ଯ୍ୟ ଦେଖିଛି, ଚନ୍ଦ୍ର ଦେଖିଛି। କିନ୍ତୁ ମୋ ଭିତରେ ଯୋଉ ଜ୍ୟୋତି ତ୍ରିକୁଟ ସନ୍ଧିରେ ଦେଖ ଦିଶୁଅଛି ଜକ ଜକ ଅଚ୍ୟୁତ ମହାପୁରୁଷ କହିଛନ୍ତି, ଦିବ୍ୟ ଜ୍ୟୋତି ଡିଭାଇନ ଲାଇଟ, ତାକୁ ଦେଖିଲାଣି ତ? ଏବଂ ବହୁତ ଭୂମିକମ୍ପ କଥା ଉଠୁଛି, ବହୁତ ଥରାଥରି ହଉଛି, କିଏ ଭୟ କରେଇକିରି କମ୍ପେଇଲାଣି ଯେ ମାଳିକା କଥା କହୁଛି, ସେ କଥା ହେଇଯିବ, ପ୍ରଳୟ ହେଇଯିବ, ଅମକ ହେଇଯିବ, ମୁଁ ଭୟରେ ଥରିଗଲାଣି। ସେ ବହୁତ କଥା ଥରାଥରି ଚାଲିଛି। କିନ୍ତୁ ମୋ ଭିତରେ ପ୍ରତ୍ୟେକ ଚକ୍ର ମାନଙ୍କ ଭିତରେ ଯୋଉ କମ୍ପନ ସୃଷ୍ଟି ହଉଛି, ଯାହାର ନାମ ହଉଛି କାମ୍ପିଲ୍ୟ ବାସିନୀ ମା ଜଗଜ୍ଜନନୀ ମା ସୁଭଦ୍ରା, ସେ କମ୍ପନକୁ ମୁଁ ଅନୁଭବ କଲାଣି ତ? ଦିବ୍ୟ ଜ୍ୟୋତି ଦର୍ଶନ ହବା ଦରକାର, ଦିବ୍ୟ ଧ୍ୱନି ଶ୍ରବଣ ହବା ଦରକାର ଏବଂ ଦିବ୍ୟ କମ୍ପନକୁ ଅନୁଭବ କରିବା ଦରକାର। ଡିଭାଇନ ଲାଇଟ, ଡିଭାଇନ ସାଉଣ୍ଡ and a divine vibration. Why not I feel it? କଣ ମୋର ପ୍ରୋବ୍ଲେମ ଯେ ମୁଁ ସେ 3ଟି ଜିନିଷକୁ ଏପର୍ଯ୍ୟନ୍ତ ଉପଲବ୍ଧ କରିନାହିଁ। କିନ୍ତୁ ଭାଗବତ କହୁଛି, ଗୀତା କହୁଛି, ବେଦ କହୁଛି, ବହୁତ କଥା କହୁଛି। ଆଜି ଗୁରୁବାର ବୋଲି କହୁଛି, ଶୁକ୍ରବାର କହୁଛି, ଶନିବାର କହୁଛି, ରବିବାର କହୁଛି, ଏଇଟା ମାର୍ଗଶିର ମାସ କହୁଛି, ଏଇଟା ଜାନୁଆରୀ ମାସ କହୁଛି, ନୂଆ ବର୍ଷ କହୁଛି, ପୁରୁଣା ବର୍ଷ କହୁଛି, ବାଳକାତିକଲା କହୁଛି। କଣ କାହିଁକି କହୁଛି ମୁଁ ଏତେ କଥା? ଏତେ କଥା ଆମର ଯୋଉ କୁହାଯାଉଛି, ଇଏ କଥା ଭିତରେ ମୋର ନିଜସ୍ୱ ବକ୍ତବ୍ୟ କଣ ଖୋଜିକି ପଦୁଟିଏ ପାଇବା କଥା।
ମୁଁ ଯଦି ମତେ ଖୋଜିକି ପାଇଗଲି, ସରିଗଲା ତ ଆଉ। ମହୁମାଛି ଯେ ପର୍ଯ୍ୟନ୍ତ ଫୁଲରେ ବସି ମହୁ ସଂଗ୍ରହ କରୁନାହିଁ ସେ ପର୍ଯ୍ୟନ୍ତ ସେ ଗୁଣୁଗୁଣୁ ହଉଛି। ଆଜ୍ଞା। ଯୋଉ ଦିନ ସେ ଫୁଲରେ ବସି ମହୁ ସଂଗ୍ରହରେ ଲାଗିଛି ସେଇଠୁ ତ ନୀରବତା ଆରମ୍ଭ ହେଇଗଲା। ନିଶ୍ଚିନ୍ତ। ଆଉ ଏତେ ପଢା ଏତେ ଶୁଣା ଏଥିରୁ କଣ ମିଳିବ? ନିଜ ଭିତରକୁ ପ୍ରବେଶ କରି ତିନୋଟି ଜିନିଷକୁ ଅନୁଭବ କରୁଥିବା ବ୍ୟକ୍ତି ହଉଛି ସାଧକ। ଆଜ୍ଞା। ସନ୍ନ୍ୟାସ ଏକ ଅବସ୍ଥା, ଗୁରୁ ଏକ ତତ୍ତ୍ୱ। ସନ୍ନ୍ୟାସ ଏକ ରୂପ ନୁହେଁ, ଗୁରୁ ଏକ ପଦବୀ ନୁହେଁ। ନା। ଗୁରୁ ଏକ ତତ୍ତ୍ୱ, ସନ୍ନ୍ୟାସ ଏକ ଅବସ୍ଥା। ଆପଣ ସାଧନ କରୁ କରୁ ଭିତରେ ଗୋଟେ ସମୟରେ ଦିନେ ସନ୍ନ୍ୟାସର ଅବସ୍ଥା ସୃଷ୍ଟି ହବ। ସନ୍ନ୍ୟାସ ଅବସ୍ଥା ପରେ ପରେ ଆପଣଙ୍କ ପାଖରେ ଗୁରୁ ତତ୍ତ୍ୱ ଉଦ୍ଭବ ହବ। ଆଜ୍ଞା। ଆମେ ସେ ବାଟରେ ନ ଯାଇ ଆମେ ବେଶପଟା, କିଏ କେତେ ଭଲ କହିପାଇଲା, କିଏ କେତେ ବୋଲି ପାଇଲା, କିଏ ସଂସ୍କୃତରେ ପାଣ୍ଡିତ୍ୟ ଦେଖେଇଲାଣି, କିଏ ଭାଗବତ ପଢିକିରି କହିଲାଣି, କିଏ ଗୀତା ପଢିକିରି କହିଲାଣି, କିଏ ବାଡି ଧରିକି ବୁଲିଲାଣି, କିଏ କେତେ କଥା। ତେଣୁ ଆମେ ସେ କଥାରେ ନ ରହି ଆମେ ବାହ୍ୟ ଜଗତରୁ ଆଖି ଟିକି ବନ୍ଦ କଲେ ସବୁ କଥା ବନ୍ଦ। ସେଇଟା ତ ସତ୍ୟ ଯେ ଏଠି କହିଲେ ବାର ବାର କରି କହୁଛି ସହି, ବାର ବାର ବାରେ ରଖତୁ ନେଇ, ସହିରେ ବାର ସଙ୍ଗତେ ଚାରି, ବଂଶୀଧର ସେଟା 48 ବାର, ବଂଶୀଧରକୁ ସେଟା ଭାବେ ବଶ 48 କରି। ବାର, ସେଟା 48ଟା ବାର, 48 ଅକ୍ଷର ଏବଂ ସେ ଯାଉଛି ବାର ଆସୁଛି ବାର, ସେଇ କଥା ସେ କହୁଛନ୍ତି। ଏବଂ ତାପରେ କହିଲେ ଏକଇ ବିନ୍ଦୁ ହେଲା ବେନି ଫାଳ, ଦେଖ ନାସାରେ ତୁଟିବ ଜଞ୍ଜାଳ, ସହିରେ ସମ ମଣିଷ କଳ, ସେବା କରିଥାଅ ସଞ୍ଜ ସକାଳ। ତେଣୁ ଆମର ଶେଷ କଥାଟି ହଉଛି ଆଜ୍ଞା ଅଜୟ ବାବୁ, ଆଜ୍ଞା। ଭଗବାନ କେମିତି ଆପଣଙ୍କ ନମ୍ବର ମତେ କୋଉଠି ଦେଇଛନ୍ତି ମୁଁ ସେଭ୍ କରିଛି ମୁଁ ଜାଣିନି। ସେ ଉମା ମତେ ଆଜି ସକାଳେ କହୁଥିଲା ଆପଣ ମୋ ସହିତ କଥା ହେବେ ବୋଲି, ଏବଂ ମୁଁ ତ ଆପଣଙ୍କୁ ଗୋଟିଏ ପ୍ରମାଣ ଦେଲି ଯେ ଆପଣଙ୍କର ଯିଏ ସଖା ପ୍ରମୋଦ ବାବୁ ପଞ୍ଚବଟର ମହନ୍ତ, ସେ ତ ମୋର ନମ୍ବର ନେଇଥିଲେ, ମୋ ସହିତ କଥା ହଉଥିଲେ, ଆପଣଙ୍କ କଥା ବି କହିଥିଲେ ଏବଂ ଆପଣ ତାଙ୍କର ସଖା ବୋଲି ମଧ୍ୟ ମତେ କହିଥିଲେ। କିନ୍ତୁ ବାଇ ଦ ୱେ ସେପଟୁ ଆଲୋଚନା ଆସିଥିଲା ଆପଣ ମୋ ସହିତ କଥା ହେବାକୁ ଚାହୁଁଛନ୍ତି ବୋଲି, ଏବଂ ଆଉ ଗୋଟେ ଦିଗରୁ ମଧ୍ୟ ଉମା ପଟୁ ଆସିଲା ମଧ୍ୟ ଆପଣ ବହୁ ସମୟରୁ ବହୁ ଆଗରୁ ଅପେକ୍ଷା କରିଛନ୍ତି ମୋ ସାଙ୍ଗେ ଟିକେ କଥା ହବା ପାଇଁ। ତେଣୁ ଏ ସବୁ କଥାର ସାରାଂଶରେ ଆମେ ପହଞ୍ଚିବା ଯେ ଆମେ ପ୍ରଥମେ ଏ ସବୁ କଥାକୁ ଅତିକ୍ରମ କରି ଏ ତିନୋଟି କଥାକୁ କିପରି ଆମର ଅନୁଭବରେ ଆସିବ ସେଇଥିରେ ମନୋଯୋଗ ଦେବା ଉଚିତ। ଯାହାକୁ ଯୋଉଥିରେ ସଦ୍ଗୁରୁ ପ୍ରାପ୍ତ ହଉଛନ୍ତି, ସୂକ୍ଷ୍ମରେ ହଉ ସ୍ଥୂଳରେ ହଉ ବା କାରଣ ଶରୀରରେ ହଉ, ତାଙ୍କୁ ପ୍ରାପ୍ତ କରନ୍ତୁ। ପ୍ରାପ୍ତ କରିକି ତିନି କଥାକୁ ଅନୁଭବ କରି ସମାଜର ମଙ୍ଗଳ କାମନା ପାଇଁ, ସନାତନ ଧର୍ମର ସୁରକ୍ଷା ପାଇଁ ନିଜକୁ ବଳିଦାନ ଦିଅନ୍ତୁ। ଏତିକି ହଉଛି ତତ୍ତ୍ୱ।